ଦୁଇ ବିଧାୟକଙ୍କର ପଦ ରଦ୍ଦ ନେଇ ବାଚସ୍ପତି ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି। ଦଳବଦଳ କାରଣରୁ ଦୁଇ ବିଧାୟକଙ୍କର ସଭ୍ୟପଦ ରଦ୍ଦ ହୋଇଛି। ସରକାରୀ ଦଳ ମୁଖ୍ୟ ସଚେତକ ଦଳବଦଳ ନେଇ ଅଭିଯୋଗ କରିଥିଲେ। ଦଳବଦଳ କରିଥିବାରୁ ଉଭୟଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଅନ୍ୟ ଦଳର ମୁଖ୍ୟ ସଚେତକ ଅଭିଯୋଗ କଲେ ବିଚାର କରାଯିବ ବୋଲି ବାଚସ୍ପତି କହିଛନ୍ତି। ସେପଟେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ ନିୟମ ଅନୁସାରେ ସବୁ ହୋଇଛି। କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ ଥିଲେ ବି ବିଧାନସଭା କାର୍ଯ୍ୟକାଳ ଚାଲୁ ରହିଛି, ତେଣୁ ବାଚସ୍ପତିଙ୍କ ପାଖରେ ଅଭିଯୋଗ କରାଯାଇଥିଲା। ବିଜୁ ଜନତା ଦଳର ସଭ୍ୟ ଦୁଇ ଜଣ ପ୍ରେମାନନ୍ଦ ନାୟକ ଏବଂ ଅରବିନ୍ଦ ଢାଲି ଅନିୟମିତ ଭାବରେ ଦଳ ତ୍ୟାଗ କରିଥିବାରୁ ତାଙ୍କ ଉପରେ ଆକ୍ସନ ନେବା ପାଇଁ ଏବଂ ଠିକ୍ ଭାବରେ କାର୍ଯ୍ୟକାରୀ ଯାହା ହେବା କଥା କରାଯାଇଛି ଏବଂ ଯେଉଁ ଆଇନ ଅନୁସାରେ ସେମାନେ ଦଳ ପରିବର୍ତ୍ତନ କରିବା କଥା ଏବଂ ଯେତିକି ମେଜରିଟି ନେଇକି ଦଳ ପରିବର୍ତ୍ତନ କରିବା କଥା ସେ କଥା ଯେହେତୁ ହୋଇନାହିଁ, ତାଙ୍କର ସଭ୍ୟପଦ ରଦ୍ଦ କରାଯାଇଛି। ଦୁଇ ଜଣ ଦଳର ଚିଫ୍ ହୁଇପ୍ ଲିଖିତ ଭାବରେ ଦେବେ ତାଙ୍କ ଦଳ ଭିତରେ କିଏ କ'ଣ ବିଶୃଙ୍ଖଳା କରୁଛି ଏବଂ ଯେଉଁଭଳି ଭାବରେ ଦଳ ନିୟମ ଅନୁସାରେ ଯେଉଁମାନେ ଦଳ ଛାଡୁନାହାନ୍ତି ଲିଖିତ ଭାବରେ ଦେଲେ ତାକୁ ସେ ବିଜୁ ଜନତା ଦଳ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିଲେ ଏବଂ ଯେହେତୁ ସେ ଦଳ ବଦଳ କଲେ ଏବଂ ରେଜିଗ୍ନେସନ ଦେଇଥିଲେ, ସେଥିପାଇଁ ତାଙ୍କ ଉପରେ 10ମ ଅନୁଚ୍ଛେଦର ପାରା 2(1) କ ଅନୁସାରେ ଦଳ ବଦଳ ଲାଗୁ ହେବାର ଆବଶ୍ୟକତା ଥିଲା। ମାନ୍ୟବର ବାଚସ୍ପତିଙ୍କ ପାଖରେ ଏ ବିଷୟରେ ଆମେ ଅପିଲ କରିଥିଲୁ ଏବଂ ମାନ୍ୟବର ବାଚସ୍ପତି ବିଚାର କରି ତାକୁ ଅନୁମୋଦନ କରିଛନ୍ତି ଏବଂ ତାଙ୍କ ଉପରେ ଦଳ ବଦଳ ଅନୁସାରେ ଲାଗୁ କରାଯାଇଛି। କୋଡ୍ ଅଫ୍ କଣ୍ଡକ୍ଟ ଲାଗିଲେ ମଧ୍ୟ ଯେହେତୁ ବିଧାନସଭା ଚାଲୁ ରହିଛି, ତାର କାର୍ଯ୍ୟକାଳ ଚାଲିଛି, ସେଥିରେ ଏସବୁ ଜିନିଷ ହେଇପାରିବ ଆଇନ ଅନୁସାରେ ଏବଂ ତାଙ୍କ ଉପରେ ଦଳ ବଦଳ ନିରୋଧ ଆଇନ ଲାଗୁ ହେବ। କେତେ ବିଧାୟକ ସେ ତ ଏକକାଳୀନ ଛାଡ଼ିଥାନ୍ତେ, ସେ ଯୋଉ ନିୟମ ଅନୁସାରେ 1/3 ଅଛି ସେ ଅଲଗା କଥା, କିନ୍ତୁ ଯେହେତୁ ନିର୍ଦ୍ଦିଷ୍ଟ ଭାବରେ ଦୁଇ ଜଣ ଦେଇଥିଲେ ରେଜିଗ୍ନେସନ ଦେଇଥିଲେ ତାଙ୍କ ଉପରେ ଲାଗୁ କରାଯାଇଛି।